ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଗୋଚର ରକ୍ଷିତ ଜମି ବ୍ୟକ୍ତିଗତ ମାଲିକାନାକୁ ଯାଇପାରିବ ନାହିଁ। କଟକ। ସର୍ବସାଧାରଣଙ୍କ ଜମି ଏକ ବୃହତ୍ତର ଗୋଷ୍ଠୀଙ୍କ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଏଭଳି ଜମିକୁ କେବେ ହେଲେ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ। ତେଣୁ ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର ରକ୍ଷିତ ଜମି କୌଣସି ବ୍ୟକ୍ତିଙ୍କ ନାମରେ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଖବର। ଅଧରାତିରେ ଛେଚିଲା ବର୍ଷା, ଆଉ 2 ଦିନ କାଳବୈଶାଖୀ ସମ୍ଭାବନା। ଭୁବନେଶ୍ୱର। କାଳବୈଶାଖୀ ଆଣିଲା ଆଶ୍ୱସ୍ତି। 10 ଜିଲ୍ଲାରେ ଛେଚିଲା କାଳବୈଶାଖୀ ବର୍ଷା। ବିଳମ୍ବିତ ରାତିରେ ଭୁବନେଶ୍ୱର ଓ କଟକ ସହର ସମେତ 10 ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା। ପ୍ରବଳ ପବନ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। କାଳବୈଶାଖୀ ବର୍ଷା ପାଇଁ ରାଜ୍ୟରେ ତାପମାତ୍ରା ମଧ୍ୟ ତଳମୁହାଁ ହୋଇଛି। ଏଭଳି ସ୍ଥିତି ଆହୁରି 2 ଦିନ ପର୍ଯ୍ୟନ୍ତ ଲାଗି ରହିବ। ଆଜି ପାଇଁ ଉପକୂଳ ଓଡ଼ିଶାର 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ 40ରୁ 50 କିଲୋମିଟର ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 13 ତାରିଖ ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ତାପମାତ୍ରା ପୁଣି ଥରେ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 40.8 ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ 40 ଡିଗ୍ରୀ ରହିଥିଲା। 36 ଘଣ୍ଟା ମଧ୍ୟରେ ପୁରୀ, କେନ୍ଦୁଝର, ମାଲକାନଗିରି, ସୋନପୁର, ରାୟଗଡ଼ା ଓ ରାଉରକେଲା ସହରରେ ହାଲୁକା ବର୍ଷା ହୋଇଛି। ଆଗାମୀ 5 ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପରବର୍ତ୍ତୀ ଖବର। ବଲାଙ୍ଗୀରରେ ଯୁବକଙ୍କୁ ନିର୍ମମ ହତ୍ୟା। ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା। ବଲାଙ୍ଗୀର। ସରଗାଡ଼ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା। ମୃତ ଯୁବକ ଜଣକ ହେଲେ ଅରୁଣ ସାଏ ପଟେଲ। ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିଥିଲେ। ପଡ଼ୋଶୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତାପରେ ପଡ଼ୋଶୀ ଉମାକାନ୍ତ ନାୟକଙ୍କ ଘର ସମ୍ମୁଖକୁ ଯାଇ ଗାଳିଗୁଲଜ କରିଥିଲେ। ବହୁ ସମୟ ଧରି ନିଶାସକ୍ତ ଅବସ୍ଥାରେ ଅରୁଣ ଆତଙ୍କ ସୃଷ୍ଟି କରିଥିବାରୁ ଉମାକାନ୍ତ ଘରୁ ବାହାରି ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉମାକାନ୍ତ ଓ ତାଙ୍କ ବାପା ମିଶି ଅରୁଣକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ବାପ ପୁଅ ଫେରାର ହୋଇଯାଇଛନ୍ତି। ଗାଁରେ ମୃତଦେହ ପଡ଼ି ରହିଥିବା ବେଳେ ସଦର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 95,000 ଟପିଲା ସୁନା ଦର। 3 ଦିନରେ 5,000 ଟପିଲାଣି ସୁନା ଦର। କେତେବେଳେ କମୁଛି ତ କେତେବେଳେ ବଢ଼ୁଛି। ସୁନା ଦରରେ ରହୁନି ସ୍ଥିରତା। ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନା 95,400 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନା ଦର 87,450 ଟଙ୍କା ରହିଛି। 3 ଦିନରେ ପ୍ରାୟ 5,000 ଟଙ୍କା ବଢ଼ିଗଲାଣି ସୁନା ରେଟ୍। 1,850 ଟଙ୍କା ବଢ଼ିଲା ସୁନା ଦର। ଆମେରିକାର ବାଣିଜ୍ୟ ଯୁଦ୍ଧ ଯୋଗୁଁ ପ୍ରଭାବ ପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 95,400 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 87,450 ଟଙ୍କା ରହିଛି।